ସୃଷ୍ଟିର ସର୍ଜନା ନାରୀ ଆଉ ଅସୂର୍ଯ୍ୟଂ ପଶ୍ୟା ଦୁର୍ବଳ ଓ ପରମୁଖାପେକ୍ଷୀ ହୋଇ ରହିନାହିଁ। ସମୟ ନାରୀ ମଧ୍ୟରେ ଏକ ଅପୂର୍ବ ଜାଗରଣ ସୃଷ୍ଟି କରି ତାକୁ ସମାଜର ମହାସ୍ରୋତରେ ଅଗ୍ରଗଣ୍ୟ କରିବାରେ ସହାୟକ ହୋଇଛି। ଦିନ ଥିଲା ସେ ଏକ ମୂକ ଗୋମାତା ସଦୃଶ ବିବେଚିତ ହେଉଥିଲା। ତାର ଇଚ୍ଛା ଅନିଚ୍ଛା ପ୍ରତି ଏ ପୁରୁଷ ପ୍ରଧାନ ସମାଜ ଆଖି ବୁଜି ଦେଉଥିଲା। ଏକ ଯନ୍ତ୍ର ମାନବ ରୂପେ ତାକୁ ବ୍ୟବହାର କରାଯାଉଥିଲା। ସମାଜର ବର୍ବରତାର ଶିକୁଳି ମଧ୍ୟରୁ ମୁକ୍ତ ହୋଇ ଆଜିର ନାରୀ କେବଳ ଇତିହାସ ରଚି ନାହାନ୍ତି, ବରଂ ସେମାନେ ସାଜିଛନ୍ତି ଅନନ୍ୟ ଉଦାହରଣ। ଏହି ପରିପ୍ରେକ୍ଷୀରେ ସଂକଳ୍ପ ଫାଉଣ୍ଡେସନ ଟ୍ରଷ୍ଟ ପରିବାର ପକ୍ଷରୁ ମହିଳା ଦିବସ ଅବସରରେ ଏକ ଅନନ୍ୟ ମହତ୍ ଚିନ୍ତାଧାରା ନେଇ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ନେହେରୁ ଯୁବ କେନ୍ଦ୍ର ପୁରୀର ଜିଲ୍ଲା ଯୁବ ଅଧିକାରୀ ଜୟଶଙ୍କର ଯୋଶୀ, ସମାଜସେବୀ ଗୋପାଳ ଖୁଣ୍ଟିଆ, ଅବସରପ୍ରାପ୍ତ ଅଧ୍ୟାପକ ସୁକାନ୍ତ ପଟ୍ଟନାୟକ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ରସା ସୁଷମା ସାହୁ, ଡକ୍ଟର ହିତବ୍ରତ ବାହିନୀପତି, ସରପଞ୍ଚ ଅଜୟ ସାହୁଙ୍କ ଉପସ୍ଥିତିରେ ପ୍ରଦୀପ ପ୍ରଜ୍ୱଳନ କରାଯାଇ ଶିବିରର ଶୁଭାରମ୍ଭ କରାଯାଇଥିଲା। ଏହି ଶିବିରରେ 35 ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା। ଅନୁଷ୍ଠାନର ସଦସ୍ୟା ହରିହର ବେହେରା, ସୁଷମା ବେହେରା, ବାସନ୍ତୀ ସାହୁ, ରାକେଶ ଦାସ, ପୂର୍ଣ୍ଣିମା ରଥ, ହର୍ଷ ରାଉତ, ସରୋଜ ସେଠୀ, ପୂର୍ଣ୍ଣିମା ଦାସ, ମହାସଂଘର ମହିଳା ସଭ୍ୟା ସନ୍ଧ୍ୟାରାଣୀ ପଣ୍ଡା ସହଯୋଗ କରିଥିଲେ।